ଗପଟିର ନାମ ବାଘ ଓ ବିଲୁଆ। ଏକ ଘନ ସୁନ୍ଦର ଜଙ୍ଗଲଟିଏ ଥିଲା। ସେଠାରେ ହରିଣ, ମୟୂର, ହାତୀ ଭଳି ଅନେକ ପଶୁପକ୍ଷୀ ରହୁଥିଲେ। ସେହି ଜଙ୍ଗଲର ରାଜା ଥିଲା ଏକ ଶକ୍ତିଶାଳୀ ବାଘ। ବାଘ ନିଜ ଶକ୍ତିକୁ ନେଇ ବହୁତ ଗର୍ବ କରୁଥିଲା। ସେ ସବୁ ପଶୁପକ୍ଷୀଙ୍କୁ ଡରାଉଥିଲା। କହୁଥିଲା, ମୁଁ ଜଙ୍ଗଲର ସବୁଠାରୁ ବଡ଼ ଶକ୍ତିଶାଳୀ। ଜଙ୍ଗଲ ପାଖରେ ଥିବା ଗାଁ ନିକଟରେ ଏକ ବିଲୁଆ ରହୁଥିଲା। ସେ ଛୋଟ ହେଲେ ମଧ୍ୟ ବୁଦ୍ଧିମାନ, ସାହସୀ ଓ ନମ୍ର ଥିଲା। ଦିନେ ବାଘ ବିଲୁଆକୁ ଦେଖିଲା। ବିଲୁଆ ବାଘକୁ ଦେଖି ଡରିଲା ନାହିଁ। ଏହା ଦେଖି ବାଘ ଆଶ୍ଚର୍ଯ୍ୟ ହେଲା। ବାଘ ଗର୍ଜନ କରି ପଚାରିଲା, ତୁମେ ମୋତେ ଦେଖି ଡରୁନାହଁ କାହିଁକି? ବିଲୁଆ ଶାନ୍ତ ଭାବରେ କହିଲା, ଡର ଓ ସମ୍ମାନ ଏକ ନୁହେଁ। ମୁଁ ଆପଣଙ୍କୁ ସମ୍ମାନ କରେ, କିନ୍ତୁ ଅକାରଣେ ଡରେନି। ବାଘ କହିଲା, ଆସ ଦୁହେଁ ପରୀକ୍ଷା କରିବା। ଯିଏ ଜିତିବ ସେ ସବୁଠାରୁ ବଡ଼। ବିଲୁଆ ସମ୍ମତି ଦେଲା। ବାଘ ଗଛ ଗୁଡ଼ାକୁ ଭାଙ୍ଗିଦେଲା, ସମସ୍ତଙ୍କୁ ଭୟଭୀତ କରାଇଲା। ବିଲୁଆ ଚାଲାକିରେ ଗୁମ୍ଫାରୁ ଏକ ସାପକୁ ଦୂରକୁ ହଟାଇଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ବିଲୁଆ ଗଭୀର ଗାଢ଼ା ଦେଖାଇଲା। ଗାଢ଼ା ଭିତରେ ଖାଦ୍ୟ ଥିଲା। ବାଘ ଲୋଭରେ ଝାମ୍ପି ହୋଇ ପଡ଼ିଗଲା। ବିଲୁଆ ଲତା ବ୍ୟବହାର କରି ସହଜରେ ଖାଦ୍ୟକୁ ଆଣିନେଲା। ବାଘ ନିଜ ଭୁଲ ବୁଝିଲା। ବାଘ ଲଜ୍ଜାରେ କହିଲା, ଶକ୍ତି ମାତ୍ର ହେଲେ ଯଥେଷ୍ଟ ନୁହେଁ। ବିଲୁଆ ବାଘକୁ କ୍ଷମା କଲା। ଦୁହେଁ ମିଶି ଶାନ୍ତିରେ ରହିଲେ। ବାଘ ଆଉ କାହାକୁ ଡରାଇଲା ନାହିଁ। ସେ ଜଙ୍ଗଲକୁ ରକ୍ଷା କରିବା ଆରମ୍ଭ କଲା।